ଧନୁ ରାଶିର ଚତୁର୍ଥ ଭାବ ମୀନ ରାଶିରେ ଶନିଙ୍କର ଏହି ଓଲଟା ଗତିର ପ୍ରଭାବରେ ଧନୁରାଶି ଜାତ ବ୍ୟକ୍ତି ଗଭୀର ଭାବେ ପ୍ରଭାବିତ ହେବେ। ଏହି ସମୟରେ ଧନୁରାଶି ଜାତ ବ୍ୟକ୍ତିଙ୍କର ପାରିବାରିକ ଜୀବନ, ମାନସିକ ସ୍ଥିତି ଓ ଭୌତିକ ସୁଖ ସୁବିଧା ଗଭୀର ଭାବରେ ପ୍ରଭାବିତ ହେବାକୁ ଯାଉଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମୀନ ରାଶିରେ ଶନି ମହାଗ୍ରହ ଜୁଲାଇ ମାସ 27 ତାରିଖ ଠାରୁ ଡିସେମ୍ବର ମାସ 11 ତାରିଖ ପର୍ଯ୍ୟନ୍ତ ପ୍ରାୟ 5 ମାସ ବକ୍ର ଅଥବା ଓଲଟା ଭାବରେ ଗତି କରୁଛନ୍ତି। ଧନୁରାଶିର ଚତୁର୍ଥ ଭାବ ମୀନ ରାଶି ଧନୁରାଶି ପାଇଁ ବନ୍ଧୁ ଓ ସୁଖସ୍ଥାନ ହୋଇଥିବାରୁ ଏହି ସମୟରେ ଶନି ମହାଗ୍ରହଙ୍କର ବକ୍ର ଗତିର ପ୍ରଭାବରେ ଧନୁରାଶି ଜାତ ବ୍ୟକ୍ତି ପାରିବାରିକ ଜୀବନରେ ବଡ଼ ବିରୋଧାଭାସର ସମ୍ମୁଖୀନ ହେବେ। ବନ୍ଧୁ ବିରୋଧ ଘଟିବ। ପରିବାର ଭିତରେ ଅଶାନ୍ତିମୟ ପରିବେଶ ସୃଷ୍ଟି ହେବ। ସାମାନ୍ୟ କଥାକୁ କେନ୍ଦ୍ର କରି ଘରେ କଳହର ସୂତ୍ରପାତ ହୋଇପାରେ। ମନ ମଧ୍ୟରେ ଅଯଥା ଚିନ୍ତା, ଉଦ୍ବିଗ୍ନତା ବଢ଼ିବା ସହିତ ପାରିବାରିକ ଦାୟିତ୍ୱ ବୋଝ ମଧ୍ୟ ବଢ଼ିଯିବ। କର୍ମକ୍ଷେତ୍ରରେ ଧନୁରାଶି ଜାତ ବ୍ୟକ୍ତିଙ୍କର ପରିଶ୍ରମର ମୂଲ୍ୟ ମିଳିବ ସତ, କିନ୍ତୁ ସାମାନ୍ୟ ବିଳମ୍ବରେ। ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଅଛି। ବାଣିଜ୍ୟ ବେପାର କ୍ଷେତ୍ରରେ ରହିଥିବା ଧନୁରାଶି ବ୍ୟକ୍ତି ଆକସ୍ମିକ ଭାବରେ ଧନଲାଭ କରିବାର ସୂଚନା ମିଳେ। ସମ୍ପତ୍ତି ବାଡ଼ି ବା ଯାନବାହନ କିଣିବାର ଥିଲେ ଭାବିଚିନ୍ତି ନିଷ୍ପତ୍ତି ନେବେ, ନଚେତ୍ ଧୈର୍ଯ୍ୟପୂର୍ବକ ସଠିକ୍ ସମୟକୁ ଅପେକ୍ଷା କରିବା ଉଚିତ ହେବ। ସତ୍ ଭାବରେ ରହି କାର୍ଯ୍ୟ କରୁଥିଲେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶରୀରରେ ସର୍ବଦା ଆଳସ୍ୟ ଭାବ ଲାଗି ରହିବ। କମଜୋର ଅନୁଭବ କରିବେ। ସମୟରେ ଛାତିରେ ଯନ୍ତ୍ରଣା ସୃଷ୍ଟି ହୋଇ ହାର୍ଟ ପ୍ରୋବ୍ଲେମର ଭୟ ମଧ୍ୟ ସୃଷ୍ଟି କରିପାରେ। ଧନୁରାଶି ଜାତ ବ୍ୟକ୍ତି ଶନିଙ୍କର ଏହି 5 ମାସର ଓଲଟା ଗତି ସମୟର କୁପ୍ରଭାବରୁ ରକ୍ଷା ପାଇବା ନିମନ୍ତେ ଦେବଦେବ ମହାଦେବଙ୍କର ଶରଣାପନ୍ନ ହୁଅନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ଧନୁରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।